ପିଶାଚି ଏ ଟ୍ରକ ଗାଡିଟି ମୋ କଣ୍ଟ୍ରୋଲରେ ନାହିଁ। ଇଏ ଆପେ ଆପେ ଉଡୁଛି। ତୁମେ ଚିନ୍ତା କରନି, ମୁଁ ଟ୍ରକ ଗାଡିରୁ ଓହ୍ଲାଉଛି ଆଉ ଟ୍ରକକୁ ଧରି ତଳକୁ ଟାଣିବାକୁ ଚେଷ୍ଟା କରୁଛି। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଏକ ବିଶାଳ ହୁଙ୍କାଟିଏ ଥିଲା। ସେ ହୁଙ୍କା ଭିତରେ ଦୁଇ ନାଗ ନାଗୁଣୀ ରହୁଥିଲେ। ନାଗ ନାଗୁଣୀ ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ। ଥରେ ନାଗୁଣୀ ଖୁସି ହୋଇକି ନାଗ କତିକି ଗଲା ଓ ନାଗକୁ କହିଲା, ହାଇଟି, ତୁମ ପାଇଁ ଗୋଟିଏ ଖୁସି ଖବର ଆଣିଛି। ତୁମେ ଶୁଣିଲେ ଖୁସିରେ ପାଗଳ ହେଇଯିବ। ନାଗୁଣୀର କଥା ଶୁଣି ନାଗ କହିଲା, ଆଚ୍ଛା, କଣ ସେ ଖୁସି ଖବର? ମୋର ତ ଏ ବର୍ଷ ଶନି ଦଶା ଚାଲିଛି, ପୁଣି ଖୁସି ଖବର କୋଉଠୁ ଆଇଲା? କହିଲ କହିଲ, କଣ ସେ ଖୁସି ଖବର? ନାଗରାଜ, ତୁମେ ବାପା ହବାକୁ ଯାଉଛ ଆଉ ମୁଁ ମା ହବାକୁ ଯାଉଛି। ତମ ସନ୍ତାନ ମୋ ପେଟରେ ବଢୁଛି। ଚାଲ, ଆଉ ଡେରି କରିବାନି। ବଜାରକୁ ଯାଇ ମିଠା ଆଣିବା ଆଉ ଜଙ୍ଗଲର ସବୁ ପଶୁ ପକ୍ଷୀ ମାନଙ୍କୁ ବାଣ୍ଟିବା। ଏହା କହି ନାଗ ନାଗୁଣୀ ବଜାରକୁ ମିଠା ଆଣିବାକୁ ଗଲେ। ସେଦିନ ନାଗ ନାଗୁଣୀ ବହୁତ ଖୁସି ଥିଲେ। ହଠାତ୍ ସେମାନେ ବାଟରେ ଯାଉ ଯାଉ ଗୋଟିଏ ସାପୁଆ କେଳାର ନଜର ସେ ଦୁଇ ନାଗ ନାଗୁଣୀ ଉପରେ ପଡିଲା। ସାପୁଆ କେଳା ନାଗ ନାଗୁଣୀକି ଦେଖି ବହୁତ ଖୁସି ହୋଇଗଲା ଓ ମନେ ମନେ ଚିନ୍ତା କଲା, ଆରେ ବା, ଆରେ ଏ ଦୁଇ ଜଣ ତ ନାଗ ନାଗୁଣୀ। ଶିକାର ଖୋଜୁ ଖୋଜୁ ଶିକାର ମୋ ପାଖରେ ମିଳିଗଲା। ଆରେ ଏ ତ ବଢିଆ ହେଲା। ଆରେ ଯାହା ଲାଗୁଛି ଏ ନାଗ ନାଗୁଣୀ ମୁଣ୍ଡରେ ନାଗମଣି ଥିବ। ଯଦି ଏମାନଙ୍କୁ ମୁଁ ଧରି ପକାଇବି ମତେ ନାଗମଣି ମିଳିଯିବ। ଆଉ ଏମାନଙ୍କୁ କବ୍ଜା କରି ଗାଁ ଗାଁରେ ଏମାନଙ୍କର ନାଚ ପ୍ରଦର୍ଶନ କରିବି ଆଉ ବହୁତ ଟଙ୍କା ରୋଜଗାର କରିବି। ଏହା ଭାବି ସେ ଦୁଷ୍ଟ ସାପୁଆ କେଳା ସେମାନଙ୍କ ପଛେ ପଛେ ଗଲା ଓ କିଛି ବାଟ ଗଲା ପରେ ସେ ସାପୁଆ କେଳା ସେମାନଙ୍କ ଉପରେ ଗୋଟିଏ ଜାଲ ପକେଇ ଦେଲା ଓ ସେମାନଙ୍କୁ ବନ୍ଦୀ କରିଦେଲା। ସାପୁଆ କେଳାକୁ ଦେଖି ନାଗ ନାଗୁଣୀ ବହୁତ ଡରିଗଲେ। ହଠାତ୍ ନାଗୁଣୀ ନାଗକୁ କହିଲା, ହାଇଟି, ଏବେ ଆମେ କଣ କରିବା? ଏ ଦୁଷ୍ଟ ସାପୁଆ କେଳା ତ ଆମକୁ ବନ୍ଦୀ କରିଦେଲା। ହେ ଭଗବାନ, ଏବେ ଆମକୁ କିଏ ବଞ୍ଚେଇବ? ହେ ପ୍ରଭୁ, ମୋ ପିଲାକୁ ରକ୍ଷା କର। ମୋ ଜୀବନ ପଛେ ନେଇଯାଅ, ହେଲେ ମୋ ପିଲାକୁ ବଞ୍ଚେଇ ଦିଅ। ହଠାତ୍ ନାଗୁଣୀର କଥା ଶୁଣି ସେ ଦୁଷ୍ଟ ସାପୁଆ କେଳା ହସିବାକୁ ଲାଗିଲା ଓ ହସି ହସି କହିଲା, ଆଲୋ ନାଗୁଣୀ, ଆଲୋ ଆଲୋ, ଡରୁଛୁ କାହିଁକି? ତତେ ମୁଁ ମାରିବି ନେଇଲୋ। ତତେ ମୁଁ ପୋଷା କରି ରଖିବି। ଆଉ ହଁ, ତୁ ଯଦି ତୋ ପିଲାକୁ ବଞ୍ଚେଇବାକୁ ଚାହୁଁଛୁ ତେବେ ଯେତେ ଶୀଘ୍ର ପାରୁଛୁ ତୋ ମୁଣ୍ଡରେ ଥିବା ସେ ନାଗମଣିଟା ମତେ ଦେଇଦେ, ନହେଲେ ତୋ ପିଲାକୁ କଟ କଟ କଟରା କରିଦେବି। ସାପୁଆ କେଳାର କଥା ଶୁଣି ନାଗ ନାଗୁଣୀ ବହୁତ ଡରିଗଲେ ଓ ଡରି ଯାଇ ସେମାନେ ନାଗମଣିକୁ ସାପୁଆ କେଳାକୁ ଦେଇଦେଲେ। ନାଗମଣିକୁ ପାଇ ସାପୁଆ କେଳା ବହୁତ ଖୁସି ହୋଇଗଲା ଓ ନାଗ ନାଗୁଣୀକୁ ଦଉରାରେ ବାନ୍ଧି ଦେଇ ସେମାନଙ୍କୁ ଟାଣି ଟାଣି ତା ଘରକୁ ନେଇଗଲା ଓ ଗୋଟିଏ କୋଠରୀରେ ସେମାନଙ୍କୁ ବନ୍ଦୀ କରିଦେଇ କହିଲା, ଆଜିଠୁ ତମ ଦୁଇ ଜଣଙ୍କର ଖାଇବା ପିଇବା ବନ୍ଦ। ଯେ ପର୍ଯ୍ୟନ୍ତ ତୁମେ ମାନେ ମୋ କଥାରେ ରାଜି ନ ହେଇଛ ସେ ପର୍ଯ୍ୟନ୍ତ ତୁମ ମାନଙ୍କୁ ଦାନାଟିଏ ବି ଦେବିନି। ମୋ କଥାରେ ନାଚିବ, ମୋ କଥାରେ ବସିବ, ମୋ କଥାରେ ହସିବ। ଆଜିଠୁ ତୁମେ ଦୁଇ ଜଣ ମୋର ଗୋଲାମ ରହିବ ଆଉ ତୁମ ସନ୍ତାନ ଜନ୍ମ ହେଲେ ସେ ବି ମୋର ଗୋଲାମ ବନିବ। ସାପୁଆ କେଳା ଏହା କହି ସେଠାରୁ ଚାଲିଗଲା ଓ
ଏଣେ ନାଗ ନାଗୁଣୀ କେଳାର କଥା ଶୁଣି ବହୁତ ଚିନ୍ତାରେ ପଡିଗଲେ। ହଠାତ୍ ନାଗୁଣୀ ନାଗକୁ କହିଲା, ନାଗରାଜ, ଆମ ସ୍ୱପ୍ନ ସ୍ୱପ୍ନ ହୋଇକି ରହିଯିବନି ତ? ଏବେ ଆମ ସନ୍ତାନର କଣ ହବ? ଏ ଦୁଷ୍ଟ କେଳାର କଥା ଯଦି ଆମେ ନ ମାନିବା, ତେବେ ଆମ ସନ୍ତାନକୁ ସେ ମାରିଦବ, ଆମକୁ ବି ଛାଡ଼ିବନି। ହେ ପ୍ରଭୁ ଶିବ ଶଙ୍କର, ଆମକୁ ରକ୍ଷା କର। ଆମ ପାଖରେ ଆଉ କିଛି ବି ରାସ୍ତା ନାହିଁ, ଆମକୁ ସେ ସାପୁଆ କେଳା କଥା ମାନିବାକୁ ପଡିବ। ଏହା କହି ନାଗ ନାଗୁଣୀ ନିଷ୍ପତ୍ତି ନେଲେ ଯେ ସେମାନେ ସାପୁଆ କେଳାର ସବୁ କଥା ମାନିବେ। ସେ ଉଠ କହିଲେ ଉଠିବେ, ସେ ବସ୍ କହିଲେ ବସିବେ, ଯାହା ବି କହିବ ସେମାନେ କରିବେ। ତା ପରଦିନ ସାପୁଆ କେଳା ସେ ନାଗ ନାଗୁଣୀକି ଧରି ଗାଁକୁ ଗଲା ଓ ଗାଁରେ ସାପ ଖେଳ ଦେଖେଇଲା। ସାପୁଆ କେଳାକୁ ଦେଖି ଗାଁର ସମସ୍ତ ଲୋକ ସାପ ଖେଳ ଦେଖିବା ପାଇଁ ରୁଣ୍ଡ ହୋଇଗଲେ। ଠିକ୍ ସେଇ ସମୟରେ ସାପୁଆ କେଳା ତାର ଗୀତ ବୋଲିବାକୁ ଲାଗିଲା ଓ ନାଗ ନାଗୁଣୀ ସାପୁଆ କେଳାର ଗୀତ ଅନୁସାରେ ନାଚିବାକୁ ଲାଗିଲେ। ନାଗୁଣୀ ନାଚି ନାଚି ବହୁତ ଥକିଗଲା। ହଠାତ୍ ନାଗୁଣୀର ମୁଣ୍ଡ ବୁଲେଇ ଦେଲା। ସେଇଠାରେ ହିଁ ନାଗୁଣୀ ବେହୋସ ହୋଇ ପଡିଗଲା। ଏହା ଦେଖି ସାପୁଆ କେଳା ନାଗୁଣୀକୁ ଉଠେଇବାକୁ ଚେଷ୍ଟା କଲା, ହେଲେ ନାଗୁଣୀ ଆଉ ଉଠିଲା ନାହିଁ, କାରଣ ସେଇଠାରେ ହିଁ ତାର ଜୀବନ ଚାଲି ଯାଇଥିଲା ଓ ତାର ପେଟ ଭିତରେ ଥିବା ତା ସନ୍ତାନଟି ମରି ଯାଇଥିଲା। ଏହା ଦେଖି ନାଗ ବହୁତ ମନ ଦୁଃଖ କଲା। ସେ ଯେତେ ଚେଷ୍ଟା କଲା ନାଗୁଣୀକୁ ଉଠେଇବା ପାଇଁ, ନାଗୁଣୀ ଆଉ ଉଠିଲା ନାହିଁ। ଶେଷରେ ସାପୁଆ କେଳା ନାଗୁଣୀକି ସେଇଠାରେ ଛାଡ଼ିଦେଇ ନାଗକୁ ଧରି ତା ଘରକୁ ଚାଲିଗଲା ଓ ନାଗକୁ ତା ଘରେ ବନ୍ଦୀ କରିଦେଇ ଆଉ ଏକ ନାଗୁଣୀ ସନ୍ଧାନରେ ଜଙ୍ଗଲକୁ ଗଲା। ଏଣେ ନାଗ ନାଗୁଣୀକୁ ଝୁରି ଝୁରି ବହୁତ କାନ୍ଦୁଥାଏ। ନାଗୁଣୀ ଚାଲିଗଲା ପରେ ନାଗ ମଧ୍ୟ ତା ଜୀବନକୁ ଶେଷ କରିବାକୁ ଚିନ୍ତା କଲା। ଠିକ୍ ସେଇ ସମୟରେ ନାଗ ଗୋଟିଏ ଦଉଡ଼ି ଆଣି ସେ ଭଙ୍ଗା ଘର ଛାତରେ ଝୁଲେଇ ଦେଲା ଓ ସେଇଠାରେ ହିଁ ନିଜ ବେକରେ ଦଉଡ଼ି ଦେଇ ମରିଗଲା। ଏଣେ ସେ ସାପୁଆ କେଳା ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ତାର ନଜର ଗୋଟିଏ ସାପ ଛୁଆ ଉପରେ ପଡ଼ିଲା। ସାପ ଛୁଆଟି ଗୋଟିଏ ଗଛ ମୂଳରେ ବସି ଗାଡ଼ି ଖେଳ ଖେଳୁଥିଲା। ଠିକ୍ ସେଇ ସମୟରେ ସାପୁଆ କେଳା ସେ ସାପ ଛୁଆ ପାଖରେ ପହଞ୍ଚିଲା ଓ ସାପ ଛୁଆକୁ କହିଲା, ଆରେ ଆରେ କୁନି ସାପ, ଆରେ ଏଠି ବସି କଣ କରୁଛୁ? ସାପୁଆ କେଳାର କଥା ଶୁଣି କୁନି ସାପ ହସି ହସି କହିଲା, ଅଜା, ମୁଁ ଗାଡ଼ି ଖେଳ ଖେଳୁଛି। ଦେଖ ଦେଖ, ମୋ ପାଖରେ କେତେ ଭଲ ଭଲ ଗାଡ଼ି ଅଛି, କେତେ ସୁନ୍ଦର ଦିଶୁଛି। ସାପ ଛୁଆଟି ଏହା କହିଛି କି ନାହିଁ, ହଠାତ୍ ସାପୁଆ କେଳା ହସି ହସି କହିଲା, ଆରେ ପୁଅ, ଆରେ ତୋ ପାଖରେ କି ଗାଡ଼ି ଅଛି? ଏଇ ଛୋଟ ଛୋଟ ଗାଡ଼ି ଦେଖେଇକି ଖୁସି ହେଇଯାଉଛୁ? ମୋ ପାଖରେ ବଡ ବଡ ଗାଡ଼ି ଅଛି। ଆସେ ମୋ ସହିତ ଆସେ, ମୁଁ ତତେ ବଡ ବଡ ଗାଡ଼ିରେ ବସେଇବି। ଆମେ ଜଙ୍ଗଲ ସାରା ବୁଲିବା। ଏହା ଶୁଣି ସାପ ଛୁଆ ବହୁତ ଖୁସି ହୋଇଗଲା ଓ ସେ ସାପୁଆ କେଳା ସହିତ ଗଲା। ସାପୁଆ କେଳା ସାପ ଛୁଆଟିକୁ ଧରି ତାର କଳା କୋଠରୀକୁ ନେଇଗଲା। ହଠାତ୍ କଳା କୋଠରୀରେ ପହଞ୍ଚି ସାପୁଆ କେଳା ଦେଖିଲା ନାଗ ସାପ ଆତ୍ମହତ୍ୟା କରିଦେଇଛି। ଏହା ଦେଖି ସାପୁଆ କେଳା ସେ ସାପ ଛୁଆଟିକୁ ଗୋଟିଏ ବୋତଲରେ ବନ୍ଦୀ କରିଦେଲା। ସାପ ଛୁଆଟି ଯେତେ ଚିତ୍କାର କଲା, ସାପୁଆ କେଳା ତା କଥା ଶୁଣିଲା ନାହିଁ। ଠିକ୍ ସେଇ ସମୟରେ ସେ ନାଗ ସାପର ଆତ୍ମା ସେଇଠାରେ ବାହାରିଲା ଓ ହସି ହସି କହିଲା, ଏ ଦୁଷ୍ଟ ସାପୁଆ କେଳା, ନିରୀହ ଜୀବଜନ୍ତୁଙ୍କୁ ଧରି ପଇସା ରୋଜଗାର କରୁଛୁ। ତୋରି ଲାଗି ମୁଁ ମୋ ସ୍ତ୍ରୀକୁ ହରେଇଲି, ମୁଁ ମୋ ପିଲାକୁ ହରେଇଲି। ସହି ନ ପାରି ମୁଁ ଆତ୍ମହତ୍ୟା କଲି। ଏବେ ତୋର ପାଳି। ଏହା କହି ଭୂତିଆ ନାଗ ସାପ ସେ ସାପୁଆ କେଳାକୁ ସେଇଠାରେ ଗିଳିଦେଲା ଓ ସେ ଛୁଆ ସାପକୁ ବୋତଲରୁ ମୁକ୍ତ କରିଦେଲା। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଚେମା ଓ ସୁନ୍ଦରୀ ନାମକ ଦୁଇ ଆଦିବାସୀ ପତି ପତ୍ନୀ ରହୁଥିଲେ। ସେମାନେ ଦୁଇ ଜଣ ସେ ଜଙ୍ଗଲରେ ଥିବା ପଶୁ ପକ୍ଷୀ ମାନଙ୍କ ସହ ମିଶିକି ରହୁଥିଲେ
ଓ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ। ଏତେ ସୁନ୍ଦର ଜଙ୍ଗଲରେ ରହି ମଧ୍ୟ ଚେମା ଓ ସୁନ୍ଦରୀ ବହୁତ ମନ ଦୁଃଖରେ ରହୁଥିଲେ, କାରଣ ସେମାନଙ୍କର କିଛି ପିଲାପିଲି ହେଉନଥିଲା। ସେଥିପାଇଁ ଜଙ୍ଗଲରେ ରହୁଥିବା କିଛି ଦୁଷ୍ଟ ଜୀବଜନ୍ତୁ ସୁନ୍ଦରୀକୁ ବାଞ୍ଝ କହି ତା ମନରେ ଆଘାତ ଦେଉଥିଲେ। ଥରେ ଚେମା ଜଙ୍ଗଲ ଭିତରକୁ କାଠ ଆଣିବାକୁ ଯାଇଥିଲା। ହଠାତ୍ ଚେମା ଯାଉ ଯାଉ ତାକୁ ଗୋଟିଏ ଛୁଆର କାନ୍ଦିବାର ଶବ୍ଦ ଶୁଣାଗଲା। ଛୁଆଟିର କାନ୍ଦିବାର ଶବ୍ଦ ଶୁଣି ଚେମା ସେ ଜାଗାକୁ ଗଲା। ଠିକ୍ ସେହି ସମୟରେ ଚେମା ଦେଖିଲା ଗୋଟିଏ ଭାଲୁ ଓ ବଣୁଆ ରାକ୍ଷସ ଗୋଟିଏ ଛୁଆକୁ ମାରି ଖାଇବା ପାଇଁ ଟଣା ଓଟରା ହେଉଛନ୍ତି। ଏହା ଦେଖି ଚେମା ବହୁତ ଡରିଗଲା ଓ ସେ ଛୁଆଟିକୁ କିପରି ରକ୍ଷା କରିବ ଚିନ୍ତା କଲା। ହେ ଭଗବାନ, ଏବେ ମୁଁ କଣ କରିବି? କେମିତି ସେ ଛୁଆକୁ ଏ ଦୁଷ୍ଟ ମାନଙ୍କ କବଳରୁ ରକ୍ଷା କରିବି? ମତେ କିଛି ବୁଦ୍ଧି ବାଟ ଦିଶୁନି। ହଁ, ଯାଉଛି ମୋ କୁରାଢିରେ ଏ ରାକ୍ଷସକୁ ଆଗ ମାରିବି, ତାପରେ ଯାଇକି ଭାଲୁକୁ ମାରିବି। ଏହା ଭାବି ଚେମା ତାର କୁରାଢିକୁ ଧରି ସେ ରାକ୍ଷସ ଉପରକୁ ଫୋପାଡ଼ିଲା। ହଠାତ୍ କୁରାଢିଟି ଯାଇ ସେ ରାକ୍ଷସ ପେଟରେ ପଶିଗଲା। ଠିକ୍ ସେହି ସମୟରେ ରାକ୍ଷସ ତଳେ ପଡ଼ି ଛଟପଟ ହବାକୁ ଲାଗିଲା ଓ ଜୋରେ ଗର୍ଜନ କରିବାକୁ ଲାଗିଲା। ରାକ୍ଷସର ଏଭଳି ଅବସ୍ଥା ଦେଖି ଭାଲୁ ବହୁତ ଡରିଗଲା ଓ ସେ ଛୁଆଟିକୁ ସେଇଠାରେ ଛାଡ଼ିଦେଇ ସେଠାରୁ ଦୌଡ଼ି ପଳାଇଗଲା। ଠିକ୍ ସେହି ସମୟରେ ଚେମା ସେ ଛୁଆଟି ପାଖକୁ ଗଲା ଓ ଦେଖିଲା ସେ ଛୁଆଟିର ମୁଣ୍ଡ ଏକ ହାତୀ ମୁଣ୍ଡ ପରି ହୋଇଛି ଓ ତାର ହାତ ଗୋଡ଼ ସବୁ ମଣିଷର ହାତ ଗୋଡ଼ ପରି ହୋଇଛି। ଛୁଆଟିକୁ ଦେଖି ଚେମା ମନେ ମନେ ଭାବିଲା, ଆରେ ଏ ଛୁଆଟିର ମୁଣ୍ଡ ହାତୀ ପରି କଣ ଦେଖାଯାଉଛି, ଆଉ ତାର ହାତ ଗୋଡ ସବୁ ମଣିଷ ପରି ହେଇଛି। ଆରେ ଇଏ କି କଥା? ହଉ ସେ ଯାହା ହଉଛି ହଉ, ମୋ ସ୍ତ୍ରୀର ତ ପିଲାପିଲି ହଉନି। ଯାଉଛି ଗୋଟିଏ କାମ କରିବି, ଯାଉଛି ଏ ଛୁଆଟିକୁ ମୋ ଘରକୁ ନେଇଯିବି। ଏ ଛୁଆଟିକୁ ଦେଖିଲେ ମୋ ସ୍ତ୍ରୀ ପୁରା ଖୁସିରେ ପାଗଳ ହୋଇଯିବ। ଏହା ଭାବି ଚେମା ସେ ଛୁଆଟିକୁ ତାର ପିଠିରେ ବାନ୍ଧିଦେଲା ଓ ତା ଘରକୁ ଯିବାକୁ ଲାଗିଲା। ଚେମା ତାର ଘରକୁ ଫେରୁ ଫେରୁ ସନ୍ଧ୍ୟା ହୋଇଗଲା। ଜଙ୍ଗଲଟା ପୁରା ଅନ୍ଧକାର ହୋଇଗଲା ଓ ଚାରିଆଡେ ସୁନସାନ ପଡ଼ିଗଲା। ଏଣେ ଚେମାକୁ ମନେ ମନେ ବହୁତ ଡର ଲାଗୁଥାଏ, କାରଣ ରାତି ହେଲେ ସେ ଜଙ୍ଗଲରେ କେହି ବି ବୁଲନ୍ତି ନାହିଁ, କାରଣ ସେ ଜଙ୍ଗଲରେ ରାତି ହେଲେ ଭୂତମାନେ ବୁଲନ୍ତି। ଯିଏ ବି ଭୂତ ହାବୁଡରେ ପଡେ ସେ ନିଶ୍ଚିତ ମରେ। ହଠାତ୍ ଚେମା ଯାଉ ଯାଉ ଦେଖିଲା ରାସ୍ତା ଉପରେ ଗୋଟିଏ ଟ୍ରକ ଗାଡିଟିଏ ଥୁଆ ହୋଇଛି ଓ ଗୋଟିଏ ରାକ୍ଷସ ଓ ପିଶାଚିନୀ ମଲା ଜୀବଜନ୍ତୁ ମାନଙ୍କ ଶରୀରକୁ ସେ ଟ୍ରକ ଗାଡି ଉପରେ ଲଦୁଛନ୍ତି। ଠିକ୍ ସେହି ସମୟରେ ଚେମାର ନଜର ସେ ପରିଛୁଆ ଉପରେ ପଡ଼ିଲା। ସେ ଦୁଇ ଭୂତ ପରିଛୁଆକୁ ସେ ଟ୍ରକ ଆଗରେ ବାନ୍ଧି ଦେଇଥିଲେ, କିନ୍ତୁ ପରିଛୁଆଟି ମରିନଥିଲା, ସେ ଜୀବିତ ଥିଲା। ସେ ରାକ୍ଷସ କବଳରୁ ବଞ୍ଚିବା ପାଇଁ ତାର ମାକୁ ଡାକ ପକଉଥିଲା, ମତେ ବଞ୍ଚାଅ ମା, ଏଇ ରାକ୍ଷସ ମତେ ମାରି ଖାଇଯିବ। ମା, କୋଉଠି ଅଛ ମା? ଏହା ଦେଖି ଚେମା ବହୁତ ଡରିଗଲା ଓ ମନେ ମନେ ଚିନ୍ତା କଲା, ଆରେ ଏ ଦୁଇ ଭୂତ ଜଙ୍ଗଲର ଜୀବଜନ୍ତୁଙ୍କୁ ମାରି କୁଆଡେ ନଉଛନ୍ତି, ଆଉ ଏ ପରିଛୁଆଟାକୁ ବି ଟ୍ରକ ଆଗରେ ବାନ୍ଧି ଦେଇଛନ୍ତି। ମତେ ଯେମିତି ବି ହଉ ଏ ପରିଛୁଆଟିକୁ ବଞ୍ଚେଇବାକୁ ପଡିବ। ହେଲେ କେମିତି ବଞ୍ଚାଇବି? ଏଣେ ବି ଏ ଛୁଆଟା ମୋ ପାଖରେ ଅଛି। ଯଦି ଏ ଛୁଆଟିକୁ ସେ ରାକ୍ଷସ ଦେଖିଦବ, ତେବେ ଏ ଛୁଆଟିକୁ ବି ମାରି ଖାଇଯିବ। ଯାଉଛି ଗୋଟିଏ କାମ କରିବି, ଯାଉଛି ଏ ଛୁଆଟିକୁ ଏ ଗଛ କୋରଡ଼ରେ ଶୁଆଇ ଦେବି, ଆଉ ଗଛ ପତ୍ର ପିନ୍ଧି ଭେଷ ବଦଳାଇ ଗୋଟିଏ ରାକ୍ଷସ ରୂପରେ ପରିଣତ ହୋଇଯିବି, ଆଉ ଏମାନଙ୍କୁ ଡରେଇବାକୁ ଚେଷ୍ଟା କରିବି। ମତେ ଯାହା ଲାଗୁଛି ଏମାନେ ଡରିକି ଏଠୁ ପଳାଇବେ। ଏମାନେ ଏଠୁ ଗଲା ପରେ ମୁଁ ଏ ପରିଛୁଆଟିକୁ ବଞ୍ଚାଇ ଦେବି। ଏହା ଭାବି ଚେମା ତା ପୁଅକୁ ସେ ଗଛ କୋରଡ଼ରେ ଶୁଆଇ ଦେଲା ଓ ଗଛ ପତ୍ରକୁ ତା ଦେହରେ ବାନ୍ଧି ଦେଇ ଗୋଟିଏ ରାକ୍ଷସ ରୂପରେ ପରିଣତ ହୋଇଗଲା ଓ ସେ ଦୁଇ ଭୂତ ପାଖକୁ ଯାଇ ସେମାନଙ୍କୁ ଡରାଇ କହିଲା, ଏ ଦୁଷ୍ଟ ରାକ୍ଷସ, ମୋ ଜଙ୍ଗଲରେ ପଶି ମୋ ଜଙ୍ଗଲର ଜୀବଜନ୍ତୁଙ୍କୁ ମାରି ଚୋରି କରି ନଉଛ।
ଭଲ ଦଶା ଅଛି ଯଦି ଏଠୁ ଚାଲିଯାଅ, ନହେଲେ ତୁମ ଦୁଇ ଜଣକୁ କଞ୍ଚା ମାରି ଖାଇଯିବି ଆଉ ତମ ଟ୍ରକ ଗାଡିକୁ ନେଇଯିବି। ଆରେ ତମ ଦୁଇ ଜଣଙ୍କର ଏତେ ସାହସ ମୋ ଜଙ୍ଗଲରେ ପଶି ମୋ ଜଙ୍ଗଲର ଜୀବଜନ୍ତୁଙ୍କୁ ମାରି ଖାଇବ? ଚେମା ଏହା କହି ଜୋରେ ଗର୍ଜନ କରିବାକୁ ଲାଗିଲା। ଠିକ୍ ସେଇ ସମୟରେ ଚେମା ଅଣ୍ଟାରୁ ସେ ଗଛ ପତ୍ର ଖସିଗଲା। ଏହା ଦେଖି ସେ ରାକ୍ଷସ ଓ ପିଶାଚିନୀ ସବୁ ଜାଣିଗଲେ ଯେ ଗୋଟିଏ ମଣିଷ ଯିଏକି ରାକ୍ଷସ ଭେଷରେ ଆସି ସେମାନଙ୍କୁ ଡରେଇବାକୁ ଚେଷ୍ଟା କରୁଛି। ଠିକ୍ ସେଇ ସମୟରେ ଚେମା ପୁଅର ନିଦ ଭାଙ୍ଗିଗଲା ଓ ସେ ଜୋରେ କାନ୍ଦିବାକୁ ଲାଗିଲା। ଛୁଆଟିର କାନ୍ଦିବା ଶବ୍ଦ ଶୁଣି ପିଶାଚିନୀ ସେ ଗଛ ପାଖକୁ ଗଲା ଓ ଦେଖିଲା ଗୋଟିଏ କୁନି ଛୁଆଟିଏ ସେ ଗଛ କୋରଡ଼ରେ ଶୋଇଛି। ଛୁଆଟିକୁ ଦେଖି ପିଶାଚିନୀ ବହୁତ ଖୁସି ହୋଇଗଲା ଓ ଛୁଆଟିକୁ ଧରି ପକାଇ ରାକ୍ଷସ ପାଖକୁ ଯାଇ ହସି ହସି କହିଲା, ଦନ୍ତାସୁର, ଦନ୍ତାସୁର, ହେଇ ଦେଖ ଏଇ ଗଛ କୋରଡ଼ରେ ଏ ଛୁଆଟି ଶୋଇଥିଲା। ଏ କଳିଆ ଛୁଆ କାହାର? ମତେ ଯାହା ଲାଗୁଛି ଏ କଳିଆ ଛୁଆଟିଏ ବହୁରୂପୀ ମଣିଷର। ଆଜି ମଜା ଆସିଯିବ। ଦନ୍ତାସୁର, ତୁମେ ସେ ବହୁରୂପୀ ମଣିଷକୁ ମାରି ଖାଇଦିଅ। ମୁଁ ଏ ଛୁଆଟିକୁ ମୋ ସହ ନେଇଯିବି ଆଉ ଆକୁ ପୁଅ କରି ରଖିବି। ଏହା କହି ପିଶାଚିନୀ ହସିବାକୁ ଲାଗିଲା ଓ ସେ ଛୁଆଟିକୁ ଧରି ତାର ଟ୍ରକ ଗାଡି ଭିତରକୁ ନେଇଗଲା। ଏଣେ ରାକ୍ଷସ ଚେମାକୁ ମାରିବାକୁ ଆସିଲା, ହେଲେ ଚେମା ଡରି ଯାଇ ସେଠାରୁ ଦୌଡ଼ିବାକୁ ଲାଗିଲା। ଏହା ଦେଖି ରାକ୍ଷସ ତା ଟ୍ରକ ଗାଡିରେ ବସିଗଲା ଓ ଟ୍ରକକୁ ଷ୍ଟାର୍ଟ କରି ଚଲେଇବାକୁ ଲାଗିଲା। ରାକ୍ଷସ ଟ୍ରକ ଚଲେଇ ହସି ହସି କହିଲା, କେତେ ବାଟ ଦୌଡ଼ିବୁ ଦୌଡୁ, ଆଜି ତତେ ଟ୍ରକ ଗାଡିରେ ଚଢେଇ ଶେଷ କରିଦେବି। ଅନ୍ଧକାର କାଏମ ରହିବ, ଏଠି ମୋର ରାଜୁତି ଚାଲିବ। ଏ ଜଙ୍ଗଲଟା ମୋର, ମୁଁ ଯାହା ଚାହିଁବି ସେଇଆ ହବ, ଆଉ ଯିଏ ମୋ କଥା ନ ମାନିବ ତାର ଅନ୍ତ ନିଶ୍ଚିତ ହବ। ରାକ୍ଷସ ଏହା କହିଛି କି ନାହିଁ ସେ ଟ୍ରକଟି ଚାଲୁ ଚାଲୁ ଉଡ଼ିବାକୁ ଲାଗିଲା। ଏହା ଦେଖି ହଠାତ୍ ପିଶାଚିନୀ କହିଲା, ଦନ୍ତାସୁର, ଇଏ କଣ? ଟ୍ରକ ଗାଡିଟି ଆକାଶରେ କିପରି ଉଡୁଛି? ଟ୍ରକ ଗାଡିକୁ ତଳକୁ ଓହ୍ଲାଅ, ମତେ ବହୁତ ଜୋରେ ଡର ଲାଗୁଛି। ଆରେ ଆରେ ଏତେ ଉପରକୁ ନିଅନି। ଆରେ ଆରେ ଆମେ ଗଳି ପଡିବା। ଆରେ ଆରେ ଦନ୍ତାସୁର, ତମକୁ କଣ ମୋ କଥା ଶୁଭୁନି? ଟ୍ରକକୁ ତଳକୁ ନିଅ। ଏହା ଶୁଣି ହଠାତ୍ ରାକ୍ଷସ କହିଲା, ଆରେ ପିଶାଚି, ଏ ଟ୍ରକ ଗାଡିଟି ମୋ କଣ୍ଟ୍ରୋଲରେ ନାହିଁ, ଇଏ ଆପେ ଆପେ ଉଡୁଛି। ତୁମେ ଚିନ୍ତା କରନି, ମୁଁ ଟ୍ରକ ଗାଡିରୁ ଓହ୍ଲାଉଛି ଆଉ ଟ୍ରକକୁ ଧରି ତଳକୁ ଟାଣିବାକୁ ଚେଷ୍ଟା କରୁଛି। ଏହା କହି ରାକ୍ଷସ ଟ୍ରକରୁ ବାହାରି ଆସିଲା ଓ ଟ୍ରକରେ ଓହଳି ଟ୍ରକକୁ ତଳକୁ ନବାକୁ ଚେଷ୍ଟା କଲା, ହେଲେ ଟ୍ରକଟି ଜମାରୁ ତଳକୁ ଖସିଲା ନାହିଁ। ଓଲଟା ଟ୍ରକଟି ରକେଟ ଭଳି ଉପରକୁ ଉଠିବାକୁ ଲାଗିଲା ଓ ଉଡି ଉଡି ଚନ୍ଦ୍ରପୃଷ୍ଠକୁ ଚାଲିଗଲା। ଏଣେ ଚେମା ଆକାଶକୁ ଅନାଇ ରହିଲା, ତାକୁ ଅନ୍ଧାରରେ କିଛି ବି ଦିଶୁନଥିଲା। ଚେମା ତା ଛୁଆ ପାଇଁ ବହୁତ ଚିନ୍ତାରେ ଥିଲା। ସେ ଦୁଇ ଛୁଆକୁ ବଞ୍ଚାଇ ନ ପାରି ଚେମା ବହୁତ ମନ ଦୁଃଖରେ ଆକାଶକୁ ଅନେଇଥାଏ ଓ ଭୋ ଭୋ ହୋଇ କାନ୍ଦୁଥାଏ। ଠିକ୍ ସେଇ ସମୟରେ ଚେମାକୁ ଅଚାନକ ଗୋଟିଏ ଛୁଆର କାନ୍ଦିବାର ଶବ୍ଦ ଶୁଣାଗଲା। ସେ ଚାରିଆଡେ ଖୋଜି ଖୋଜି ହଠାତ୍ ତାର ନଜର ସେ ପରୀ ଛୁଆ ଓ ଲମ୍ବା ଶୁଣ୍ଢ ଥିବା ଛୁଆ ଉପରେ ପଡ଼ିଲା। ଚେମା ଦୁଇ ଛୁଆକୁ ଦେଖି ବହୁତ ଖୁସି ହୋଇଗଲା ଓ ସେ ଦୁଇ ଛୁଆକୁ ଧରି ତା ଘରକୁ ନେଇଗଲା। କିନ୍ତୁ ସେ ଜାଣିନଥିଲା ଯେ ସେ ଯେଉଁ ଲମ୍ବା ଶୁଣ୍ଢ ଥିବା ଛୁଆକୁ ନେଉଛି ସେ ସାଧାରଣ ଛୁଆ ନଥିଲା, ସେ ପ୍ରଭୁ ଗଣେଶଙ୍କର ଏକ ଅଂଶ ଥିଲା। ଚେମାର ପିଲାପିଲି ହଉନଥିବାରୁ ପ୍ରଭୁ ଗଣେଶ ତାକୁ ଆଶୀର୍ବାଦ ଦେଇ ଏକ କୁନି ଛୁଆଟିଏ ଦେଲେ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଲା ତେବେ କମେଣ୍ଟରେ ଜଣାନ୍ତୁ
ଆମେ ଏ ଗପର ପାର୍ଟ 2 ବାହାର କରିବା।